ବିଜେଡିର ସବୁ ଆଗଚଲା ମାମଲତକାରଙ୍କ ଉପରେ ସୁପ୍ରିମୋ ନବୀନ ପଟ୍ଟନାୟକ ଖପା ହୋଇଯାଇଛନ୍ତି। କାହା ଉପରେ ତାଙ୍କର ଆଉ ଭରସା ନାହିଁ। ସେଇଥିପାଇଁ ସେ ଏବେ ନିଜେ ହିଁ ମଙ୍ଗ ଧରିଛନ୍ତି। ନା ପ୍ରଣବ ପ୍ରକାଶ ଦାସ, ନା ଭିକେ ପାଣ୍ଡିଆନ, ନା ପିଏସସି, ନା ଅନ୍ୟ କାହାର ପରାମର୍ଶ ବି ନବୀନ ନେଉନାହାନ୍ତି। ବିଜେଡିର ନିର୍ବାଚନୀ ରଣନୀତି ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି। ନବୀନ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଏବେ ବି ସେ ଦଳ ଚଳାଇବା ପାଇଁ ସକ୍ଷମ। ଦେହ ଅସୁସ୍ଥ ଥିଲେ ବି ନବୀନ ପ୍ରତିଦିନ 3-4 ଘଣ୍ଟା ସମୟ ଦଳୀୟ ସଂଗଠନ ପାଇଁ ଦେଉଛନ୍ତି। ଆଉ ସେଇଥିପାଇଁ ନିଜର ଏକ ଟିମ୍ ବି ଗଢ଼ିଛନ୍ତି। ପ୍ରଥମ ଦଫାରେ ବିଧାୟକମାନଙ୍କ ସହ ନବୀନ ଆଲୋଚନା କରୁଛନ୍ତି। ଇତିମଧ୍ୟରେ 2 ଦଫାରେ 19 ବିଧାୟକଙ୍କ ସହ ସେ ଆଲୋଚନା କରିସାରିଲେଣି। ଆଉ 3 ଦଫାରେ 40 ବିଧାୟକଙ୍କ ସହ ଆଲୋଚନା କରିବେ। ସପ୍ତାହକ ଭିତରେ ବିଧାୟକଙ୍କ ସହ ଆଲୋଚନା ସରିଯିବ ବୋଲି ଜାଣିବାକୁ ମିଳିଛି। ବିଧାୟକମାନଙ୍କୁ ସେ ପଞ୍ଚାୟତ ନିର୍ବାଚନ ପାଇଁ ଟାର୍ଗେଟ ଦେଇଥିବା ବେଳେ ସବୁଦିନ ଫିଲ୍ଡକୁ ଯାଇ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଗତ ନିର୍ବାଚନରେ ହାରିଥିବା କିଛି ବଛା ବଛା ନେତାଙ୍କୁ ନବୀନ ଡାକିବେ। ନବୀନ କେଉଁ ଆଧାରରେ ବିଧାୟକମାନଙ୍କୁ ଡାକି କଥା ହେଉଛନ୍ତି ତାହା ଖବର ବି କାହା ପାଖରେ ନାହିଁ। ବିଭିନ୍ନ ଜିଲ୍ଲାରୁ ମିକ୍ସଚର କରି ସେ ବିଧାୟକଙ୍କ ସହ ଆଲୋଚନା କରୁଛନ୍ତି। ବିଧାୟକ ଓ ବିଧାୟକ ପ୍ରାର୍ଥୀଙ୍କ ସହ ଆଲୋଚନା କରିବା ପରେ ଯୁବ ଓ ଛାତ୍ର ଟିମ୍ ସକ୍ରିୟ ହେବେ। ଯୁବ ଓ ଛାତ୍ର ପକ୍ଷରୁ ରାଜ୍ୟର 4-5 ସ୍ଥାନରେ ବଡ଼ ସମାବେଶ କରାଯିବ। ପଞ୍ଚାୟତ ନିର୍ବାଚନ ସମୟ ପାଖେଇ ଆସିଲେ 40ରୁ 50 ଲୋକଙ୍କୁ ଗଦେଇ ଦଳ ବିଭିନ୍ନ ଜୋନ୍ରେ ଶକ୍ତି ପ୍ରଦର୍ଶନ କରିବ। ମୋହନ ସରକାରଙ୍କୁ ଘେରିବା ପାଇଁ ନବୀନ ରଣନୀତି କରିଛନ୍ତି। ସୋସିଆଲ ମିଡିଆ ଟିମ୍ରେ ଖୁବ୍ ଶୀଘ୍ର ଆଉ କିଛି ଲୋକଙ୍କୁ ସାମିଲ କରାଯିବ। ଗୋଟିଏ ଟିମ୍ କେବଳ ଦଳର ଆଭିମୁଖ୍ୟର ପ୍ରଚାର କରିବ। ନବୀନ ବନାମ ମୋହନ ସରକାର ଭିତରେ ତୁଳନା କରି ପୋଷ୍ଟ କରାଯିବ। ଆଉ ଗୋଟିଏ ଟିମ୍ କେବଳ ସରକାରଙ୍କୁ ସମାଲୋଚନାମୂଳକ ପୋଷ୍ଟର ପ୍ରସାରିତ କରିବ। ପ୍ରତ୍ୟେକ ବ୍ଲକରେ 100 ଜଣଙ୍କୁ ସୋସିଆଲ ମିଡିଆ ଟିମ୍ରେ ସାମିଲ କରାଯିବ। ଯୁବ, ଛାତ୍ର, ମହିଳାଙ୍କର ସ୍ୱତନ୍ତ୍ର ସାଇବର ଟିମ୍ ରହିବେ। ଯେଉଁ ନେତାମାନେ ଦଳ ବିରୋଧରେ ବାରବାର କହି କ୍ଷତି ପହଞ୍ଚାଉଛନ୍ତି ସେମାନଙ୍କୁ ଆଉ ନବୀନ ନିବାସ ମାଡ଼ିବାର ସୁଯୋଗ ଦିଆଯିବ ନାହିଁ। ଅପ୍ରେଲରେ ଦଳ ପ୍ରତି ପଞ୍ଚାୟତ ମଣ୍ଡଳୀରେ ବିକଳ୍ପ ନେତା ବି ଖୋଜିବା ଆରମ୍ଭ କରିବ। ଜଣେ ନେତାଙ୍କୁ ଦାୟିତ୍ୱ ଦେବାକୁ ଦଳ ଚାହୁଁନାହିଁ। କିଛି ନେତା ବିଜେପି ସହ ଯୋଗସୂତ୍ରରେ ଥିବାରୁ ଦଳ ସେହି ଅନୁଯାୟୀ ରଣନୀତି କରିବାକୁ ଚାହୁଁଛି। ଗାୟମୋଟ କହିଲେ ମାର୍ଚ୍ଚ 5 ବିଜୁ ଜୟନ୍ତୀରୁ ବିଜେଡି ରାଜନୀତି ନୂଆ ମୋଡ଼ ନେବ। ଦଳ ଆକ୍ରମଣାତ୍ମକ ଭଙ୍ଗୀରେ ରଣନୀତି କରିବାକୁ ଯାଉଛି, ଯାହାକୁ ନେଇ ବିଜେଡି ଅଳିନ୍ଦ ବି ସରଗରମ ହୋଇଯାଇଛି। ଯିଏ କାମ କରିବ ତାକୁ ହିଁ ପଦବୀ ଓ ଟିକେଟ୍ ମିଳିବ। ଦକ୍ଷତା ହିଁ ମାପକାଠି ହେବ ବୋଲି ନବୀନ ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି।